ବିଗିଡ଼ିବ କି ପାରାଦୀପ ବିଜେଡି ରାଜନୀତି? ଦୁଇ ବାପୀଙ୍କ ମଧ୍ୟରେ ସୃଷ୍ଟି ହେବ କି ଫାଟ? ଗତ ବିଧାନସଭା ନିର୍ବାଚନରେ ବାପୀ ଓରଫ ସମ୍ବିତ ରାଉତରାୟଙ୍କ ସହିତ ମାରାଥନ ପ୍ରଚାରରେ ସାମିଲ ହୋଇଥିଲେ ଶ୍ରମିକ ନେତା ବାପୀ ସର୍କଲ। ଦୁଇ ବାପୀ ବିଜେଡି ପ୍ରାର୍ଥୀଙ୍କ ପାଇଁ ଚଳାଇଥିଲେ ମାରାଥନ ପ୍ରଚାର। ହେଲେ ଡକ୍ଟର ଦାମୋଦର ରାଉତଙ୍କ ଏକାନ୍ତ ଅନୁଗତ ପାଲଟିଥିବା ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ କରିଦେଇଥିଲେ ଅଣଦେଖା, ଯାହାଫଳରେ ପାରାଦୀପରେ ବିଜେଡି ଦୁଇ ଫାଳ ହେବା ସହିତ ପାରାଦୀପରେ ବିଗୁଡ଼ୁଛି ବିଜେଡି ରାଜନୀତି। ଏହା ପରଠାରୁ ବସନ୍ତ ବିଶ୍ୱାଳ ନିଜ ସମର୍ଥକମାନଙ୍କୁ ନେଇ 18 ବାଙ୍କିଠାରେ ଦଳୀୟ କାର୍ଯ୍ୟକ୍ରମ କରୁଥିବା ବେଳେ ନୂଆବଜାର ବିଜୁ ମେମୋରିଆଲ ଟ୍ରଷ୍ଟରେ ସମ୍ବିତ ରାଉତରାୟଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟକ୍ରମ କରିଆସୁଛନ୍ତି। ତେବେ କିଛି ଦିନ ହେବ ପାରାଦୀପରେ ଶ୍ରମିକ ରାଜନୀତି ଜୋର ଧରିବା ସହିତ ବିଜୁ ମେମୋରିଆଲ ଟ୍ରଷ୍ଟରେ ଆୟୋଜିତ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ସମାରୋହରେ ଶିଳ୍ପମନ୍ତ୍ରୀଙ୍କ ଉପରେ ବର୍ଷିବା ସହିତ ପାରାଦୀପରେ କିଛି ଦିନ ମଧ୍ୟରେ ଏକ ଆନ୍ଦୋଳନ କରିବାକୁ କହିଛନ୍ତି ବାପୀ ସର୍କଲ, ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ବିଜେଡିରେ କୌଣସି ଶ୍ରମିକ ନେତାଙ୍କ ଧାରଣାକୁ ଦଳ ଗ୍ରହଣ କରିବ ନାହିଁ। ବିଜେଡି ଦଳ ଶୃଙ୍ଖଳିତ ଦଳ। ବାପୀ ସର୍କଲ କି ଆନ୍ଦୋଳନ କରିବେ ମୁଁ ଜାଣିନି। ବାପୀ ସର୍କଲ ଶ୍ରମିକ ନେତା, ତେଣୁ ଶ୍ରମିକ ଆନ୍ଦୋଳନ କରିବେ ବୋଧହୁଏ, କିନ୍ତୁ ବିଜେଡି ଏଥିରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ପାରାଦୀପ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ଏହା ସହିତ ବସନ୍ତ ବିଶ୍ୱାଳ ଆଉ ମୋ ଭିତରେ କିଛି ମନଉଣା ଥିଲା, ଆଗାମୀ ଦିନରେ ଏହା ସମାଧାନ ହେବ। ବସନ୍ତ ଏବଂ ମୁଁ ଏକାଠି ଦଳୀୟ କାର୍ଯ୍ୟକ୍ରମ କରିବୁ ବୋଲି କହିଛନ୍ତି ସମ୍ବିତ, ଯାହା ପାରାଦୀପରେ ବିଜେଡି ରାଜନୀତିରେ ଏକ ପ୍ରକାର ସରଗରମ ହୋଇପଡ଼ିଛି। ମୁଁ ତ ଜାଣିନି ଆପାତତଃ କ'ଣ 12 ତାରିଖ ଦିନ ଡାକରା କିଏ ଦେଇଛନ୍ତି, କ'ଣ ଦେଇଛନ୍ତି ଆମେ ଜାଣିନୁ, କିନ୍ତୁ କୌଣସି କ'ଣ ଶ୍ରମିକ ଆନ୍ଦୋଳନ ୟୁନିୟନ ବିଜୁ ଜନତା ଦଳ ଏସବୁ ଜିନିଷରେ ନଥାଏ କି ଆମକୁ ସେମିତି କିଛି ନିର୍ଦ୍ଦେଶ ବି ଆସିନି। ଏଇଟା ଶ୍ରମିକ ୟୁନିୟନ ତରଫରୁ ଯଦି ଡନ୍ ଡାକରା ଦେଇଥିବେ ଆମେ ତ ଆପାତତଃ କିଛି ଜାଣିନୁ। ବାପୀ ବାବୁ ଆମକୁ ବି କିଛି କହିନାହାନ୍ତି, କିନ୍ତୁ ବିଜୁ ଜନତା ଦଳ ଆଦରେ ଇନଭଲଭମେଣ୍ଟ କିଛି ନାହିଁ। ନା ବିଜେଡି ଏସବୁ ଜିନିଷରେ ପଶେନି। ବିଜେଡିର ନିଜର ଶ୍ରମିକ ସାମୁଖ୍ୟ ମଧ୍ୟ ଅଛି, ବିଜେଡି ଆଦରେ ପଶିବ କାହିଁକି? ବିଜେଡିର କୌଣସି ଇନଭଲଭମେଣ୍ଟ ନାହିଁ। ଶ୍ରମିକ ୟୁନିୟନ ଭିତରେ ତାଙ୍କର ବାଦ ବିବାଦ ଚାଲିଛି। ଅତୀତରେ ଦେଖିଲି ବିଗତ ଦିନରେ ତାଙ୍କର କେସ୍ ଫେସ୍ ହେଇଥିଲା, ପରସ୍ପର ନାଁରେ କେସ୍ ମଧ୍ୟ ଦେଇଥିଲେ। କ'ଣ ଆମେ ଯାହା ଆପଣମାନେ ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ। ତେଣୁ ସେଥିରେ ଆମର କିଛି ଭୂମିକା ନାହିଁ। ବିଜୁ ଜନତା ଦଳ କୌଣସି ଭୂମିକା ମଧ୍ୟ ନାହିଁ। ସେଇଟା ଦେଖନ୍ତୁ, ବିଜୁ ଜନତା ଦଳର ଯେଉଁମାନେ ରହିବେ ବ୍ୟକ୍ତିଗତ ସମ୍ପର୍କ ହିସାବରେ କେଉଁମାନେ ରହିପାରନ୍ତି ସେଥିରେ କିଛି ଯାଏସେ ନାହିଁ, କିନ୍ତୁ ଦଳର ସଭାପତି ମାନ୍ୟବର ନବୀନ ପଟ୍ଟନାୟକ ତାଙ୍କ ନିର୍ଦ୍ଦେଶ ସବୁକିଛି ଚାଲେ, ହେଲା କଥା। ତେଣୁ ଆମର ନୀତିଗତ ନିଷ୍ପତ୍ତି ଉପରୁ ହୁଏ। ତେଣୁ ଆମେ ଏ ଯେଉଁ ଜିନିଷ ହେଉଛି ଆ ଦ୍ୱାରା ଆମର କିଛି ନିଷ୍ପତ୍ତି ହେଇନି କି ଆମର କିଛି ନିର୍ଦ୍ଦେଶ ଆସିନି, କି ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଜାଣି ନାହିଁ ଏସବୁ ଜିନିଷରେ। ଆଉ ଯେଉଁମାନେ ଆସିବେ ଆପଣ କହୁଛନ୍ତି ସେ ବ୍ୟକ୍ତିଗତ ସମ୍ପର୍କୀୟ ଆସିବେ, ସେଥିରେ ଆମର କିଛି କହିବାର ନାହିଁ। ନା ସେଇଟା ତ ତାଙ୍କର ଅଧିକାର ନାହିଁ, କାରଣ ଏଇଟା ବିଜୁ ଜନତା ଦଳ ପତାକା ଉପରେ ସମ୍ପୂର୍ଣ୍ଣ ନିର୍ଦ୍ଦେଶ ହେଉଛି ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ। ବିଜୁ ଜନତା ଦଳ ପତାକାକୁ ବ୍ୟବହାର କରାଯିବ, କିନ୍ତୁ ପତାକା କିଏ ବ୍ୟବହାର କରିପାରିବେ ନାହିଁ, କାରଣ ସେମିତି କିଛି ନିର୍ଦ୍ଦେଶ ଆସିନାହିଁ। ଆଉ ବ୍ୟକ୍ତିଗତ କିଏ କାହାର ସମ୍ପର୍କ ଦୃଷ୍ଟି କିଏ ଯିବ ସେଥିରେ ତ ମୁଁ କାହାକୁ ଆକଟ କରିପାରିବିନି, ନାହିଁ। କିନ୍ତୁ ଆପଣଙ୍କୁ ଆପାତତଃ ଜଣାଇ ଦେଉଛି ଦଳ ତରଫରୁ ସେମିତି ନିର୍ଦ୍ଦେଶ ଅଛି। ଦଳର ଇନଭଲଭମେଣ୍ଟ ୟୁନିୟନ ଜିନିଷରେ ଦଳର ଇନଭଲଭମେଣ୍ଟ କିଛି ନଥାଏ। ପଦକ୍ଷେପ କିଛି ନାହିଁ, ଏଇଟା ପଦକ୍ଷେପ କିଛି ନାହିଁ। ଦଳ ତ ଯେହେତୁ କହିନି, ଏଇଟା ସାଧାରଣ ଲୋକ ପାଇଁ କହୁଛି। ବାକି ବ୍ୟକ୍ତିଗତ କିଏ ଗଲା କ'ଣ କଲା ତା ଦେହରେ ମୋର କିଛି କହିବାର ନାହିଁ। ମୁଁ କ'ଣ ଜଣ ଜଣଙ୍କୁ ଆକଟ କରିବି, କାହିଁ ଯାଇଛ କ'ଣ କରୁଛ ସେମିତି କେମିତି କହିବି? କିଏ ଟାଣିଲା କ'ଣ କଲା ସେଥିରେ ଆମର କିଛି ନାହିଁ। ଦେଖନ୍ତୁ ଆପଣମାନଙ୍କ ଭିତରୁ ମଧ୍ୟ କିଏ ଯାଇପାରେ, କିଏ କ'ଣ କହିପାରେ, ତା ଦେହରେ ଆମର କ'ଣ କହିବାର ଅଛି? ଯେହେତୁ ମୁଁ ଏ ବିଷୟରେ କିଛି ଜାଣିନି, ତେଣୁ ମୁଁ କିଛି କହିପାରିବିନି, ହେଲା କଥା। ନା ମୋତେ ଆପଣଙ୍କର ୟୁନିୟନ ଲିଡର ବାପୀ ସାର୍କିଲ୍ ଯିଏ ଅଛନ୍ତି, ହରିଦମ ସାର୍କିଲ୍, ସେମାନେ ମୋତେ କିଛି କହିନାହାନ୍ତି। ମୁଁ ସେମାନେ ବିଶ୍ୱାସ କର କିଛି ଜାଣି ହିଁ ନାହିଁ। ହେଲେ ଆପଣମାନଙ୍କଠାରୁ ଯାହା ଶୁଣୁଛି, ଆମେ କେବେ ଡକ୍ଟର ଦାମୋଦର ରାଉତ ହୁଅନ୍ତୁ କି ମୁଁ ମୋ 5 ବର୍ଷ ଭିତରେ କୌଣସି ଆପଣ ଦେଖିଛନ୍ତି କେବେ କେଉଁ ଶ୍ରମିକ ଆନ୍ଦୋଳନ ଥାଏ? ଦେଖନ୍ତୁ ପ୍ରତ୍ୟେକ ୟୁନିୟନ କୁଆଡ଼ୁ ଆସୁଛନ୍ତି, କିଏ ମାର୍ଶାଘାଇ, ମହାକାଳପଡ଼ା, ଜଗତସିଂହପୁର, ଏରସମା, ପାରା, କିଏ କେତେ ଲୋକ ଗୋଟେ ୟୁନିୟନରେ ରହୁଛନ୍ତି। ଯେଉଁ ୟୁନିୟନର ନୀତି ଆଦର୍ଶ କିଏ ଭଲ ପାଉଥିବେ, ତାଙ୍କର କାହାର ପାଉଣା ବଢ଼ାଇବାକୁ ହେଉ ଆଉ କ'ଣ ହଉ, ସେ ୟୁନିୟନ ସାଙ୍ଗେ ସବଷ୍ଟିଟ୍ୟୁଟ୍ ହେବେ। କିନ୍ତୁ ତା ମାନେ ନୁହେଁ ପ୍ରତ୍ୟେକ ୟୁନିୟନରେ କେବଳ ତାଙ୍କ ଲୋକ ଅଛନ୍ତି, କେବଳ ଆମ ଲୋକ ଅଛନ୍ତି। ତା ଦେହରେ ବିଜେପି ଲୋକ ଅଛନ୍ତି, କଂଗ୍ରେସ ଲୋକ ଅଛନ୍ତି, ବିଜେଡ଼ି ଲୋକ ଅଛନ୍ତି। ତେଣୁ ଦାମବାବୁ ମନା କରିଥିଲେ ଆମେ କୌଣସି ୟୁନିୟନରେ ପଶିବା ନାହିଁ। ତାଙ୍କ ନୀତି ଆଦର୍ଶ ଦଳ ଆଜି ପର୍ଯ୍ୟନ୍ତ ଚାଲିଛି। କାହିଁ ଆମେ ପଶିଲେ ଅନ୍ୟ ୟୁନିୟନମାନେ ମଧ୍ୟ ଆମ ଲୋକ ଅଛନ୍ତି, କାହିଁକି ମନା ଖରାପ କରିବୁ? ଆମେ ୟୁନିୟନରେ ପଶିବୁନି। ଆମେ ଲୋକଙ୍କ ସେବା କରିବା ପାଇଁ ଅଛୁ, ଲୋକଙ୍କ ସେବା କରୁଛୁ। ସାଧାରଣ ରାଜନୀତିରେ ଆମେ ଅଛୁ, ୟୁନିୟନ ବାଜିରେ ଆମେ କେବେ ନଥାଉ। ମୁଁ କହିପାରିବିନି ସେ ବିଷୟରେ କିଛି। ପ୍ରକାଶ ତ୍ରିପାଠୀ ବୋଧହୁଏ ବିଜେପିର, ଆଉ ବାପୀ ସାର୍କିଲ୍ ଗୋଟେ ୟୁନିୟନର ଲିଡର, ସିଏ ଗୋଟେ ୟୁନିୟନ ଲିଡର। ତାଙ୍କ ଭିତରେ କ'ଣ ତ ତା ଭିତରେ ମୋର ମତାମତ ଦେବା ଠିକ୍ ନୁହେଁ। ଯେହେତୁ ମୁଁ ୟୁନିୟନ ସାଙ୍ଗରେ କେବେ ନଥାଏ, ତେଣୁ ମୁଁ କେମିତି କହିପାରିବି? ବିଜେଡି ନେତା ଠିକ୍ ଅଛି, ତାକୁ ଦୁଇଟା ପରିଚୟ। ବିଜେଡି ଆସିଗଲେ, ବିଜେଡି ଜଏନ୍ କଲେ, ବିଜେଡି ନେତା ହେବାଟା ବହୁତ
ଆଉ ସମୟ ଲାଗିବ କିନ୍ତୁ ବିଜେଡ଼ି ଆସି ଜଏନ୍ କଲେ ତା ମାନେ ମୂଳ ପରିଚୟ ତାଙ୍କର କ'ଣ ମୂଳ ପରିଚୟ ଶ୍ରମିକ ୟୁନିୟନର ନେତା ତେଣୁ ସେଇ ପରିଚୟକୁ ନେଇ ଆପଣ ଚାଲନ୍ତୁ ବିଜେଡ଼ି ଶୁଣନ୍ତୁ ବିଜେଡ଼ି କେତେ ଲୋକ ଅଛନ୍ତି କେତେ ଲୋକ ଜଏନ୍ କରୁଛନ୍ତି କିନ୍ତୁ ପ୍ରଥମ ପରିଚୟ କ'ଣ ତାଙ୍କର ଶ୍ରମିକ ନେତା ନା ଆଉ ତମେ ଶ୍ରମିକ ତାଙ୍କର ଶ୍ରମିକଙ୍କ ପାଇଁ ସେ ଅନେକ କିଛି କାମ ବହୁ ବର୍ଷର ଶ୍ରମିକ ସଂଗଠନ କରିଛନ୍ତି କରି ଚାଲିଛନ୍ତି ବୋଧହୁଏ 2012ରୁ ସଂଗଠନ କଲେଣି ସେ ଶ୍ରମିକମାନଙ୍କ ପାଇଁ ଶ୍ରମିକ ନେତା ସେ ବିଜୁ ବାବୁଙ୍କର ହାତରେ ଗଢ଼ିଥିବା ସହର ହେଉଛି ପାରାଦୀପ। ଆଜି ଏ ବନ୍ଦର କୁହନ୍ତୁ ବା ଯେଉଁ ଶିଳ୍ପାୟନ କୁହନ୍ତୁ ସବୁ ବିଜୁ ବାବୁଙ୍କ ପାଇଁ ପାରାଦୀପରେ ହେବା ସମ୍ଭବ ହୋଇପାରିଛି ଏବଂ ସେହି ପବିତ୍ର ମାଟିରେ ଆଜି ଆମେ ତାଙ୍କର ସ୍ମୃତିଚାରଣ କରୁଥିଲୁ କିନ୍ତୁ ତା ସହିତ ରାଜନୈତିକ ପାଣିପାଗ ବଦଳିଲା ପରେ ଯେଉଁ ଭଳିଆ ଭାବରେ ଶିଳ୍ପମନ୍ତ୍ରୀ ପାରାଦୀପକୁ ଅଶାନ୍ତି କରିବା ପାଇଁ ଚେଷ୍ଟା କରୁଛନ୍ତି କିଛି ଅସାମାଜିକ ଯୁବକମାନଙ୍କୁ ଧରି ବିଭିନ୍ନ ଶିଳ୍ପାୟନରେ ଏକ୍ସଟର୍ସନ ମନି ଆଦାୟ କରୁଛନ୍ତି। ଆଜି 18 ବାଙ୍କିରୁ ନେଇ ଛକି ଭିତରେ ପାଖାପାଖି 77 ଜଣଙ୍କର ଜୀବନ ଯାଇସାରିଲାଣି ଏ 2 ମାସ ଭିତରେ। ମନ୍ତ୍ରୀ ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି ଦେଲେ ମଧ୍ୟ ପ୍ରତ୍ୟେକ ଦିନ ଜଣେ ନା ଜଣେ କିଏ ତାଙ୍କର ଜୀବନକୁ ହରାଉଛନ୍ତି। ଗୋଟେ ପରିବାର ତା ବାପାକୁ କି ମାକୁ ଭଉଣୀକୁ କି ଭାଇକୁ ହରାଉଛି। ପାରାଦୀପ ଶିଳ୍ପାୟନରେ ଯେଉଁ ଭଳିଆ ଭାବରେ ଇଏ 10 ମାସ ଭିତରେ ଅଶାନ୍ତି ସୃଷ୍ଟି କରିଛନ୍ତି ଆକୁ ଜମା ବି ବରଦାସ୍ତ କରାଯିବ ନାହିଁ ଏବଂ ଆମେ ବହୁତ ଶୀଘ୍ର ଆକୁ ପ୍ରତିବାଦ ଆମେ ଜଣେଇବୁ। ଆପଣମାନେ ଜାଣିପାରିବେ कि जो भलिया भावरे बाली चोरा चालाण चलुची आज बाली घाटर बाली माफिया मान सहित हाथ मिसई थाना वाला को आनिकी एठी पोस्टिंग दे थाना वाला को बाध्य करा जाउची जे तांकर जो चोरा चालाण बाली एनआरएल प्रोजेक्ट को शिल्प मंत्री बापा एनकेएस कंपनी रे चलाउचंती ताकू सुरक्षा दबा पाई ये सबु जिनस जिला प्रशासन जानिले मध्य नीरव रहा बाध्य होउचंती कहीं से मंत्री बापा ये प्रत्येक जिनस आमर दृष्टि रे अच्छी एवं आ उपरे आगामी दिन रे आपण माने देखिबे पारादीप रे एक व्यापक आंदोलन होबा पई जीवो आकु जमा भी बर्दाश्त करा जीवो नाही। आज सेही विषय रे आमे पारादीपवासी सहित आलोचना करूलु एवं मु आशा करी जे यही सबु जिनसरू शिल्प मंत्री निजको निवृत्त रखिबे न तो शिल्प मंत्री थाइकरी शिल्प नगर रे तांको विरुद्ध रे एठी जन आंदोलन सृष्टि हबो। पारादीपरू बिरजा प्रसाद को रिपोर्ट वन ओडिशा।